ଏହି ଚିତ୍ରରେ ଆମକୁ x ର ପରିମାଣ ବାହାର କରିବାର ଅଛି। AB ଏବଂ CD ଦୁଇଟି ରେଖାଖଣ୍ଡ ପରସ୍ପରକୁ ଛେଦ କରୁଛନ୍ତି O ବିନ୍ଦୁରେ। ଯେତେବେଳେ ଛେଦ କରିଲେ ଏଠି AOC କୋଣ ଏବଂ DOB କୋଣ, ଏ କୋଣଦ୍ୱୟ କ'ଣ ହେବ? ପ୍ରତିପ କୋଣ ହେବ। ଏବଂ ଆମେ ପଢ଼ିଛେ ପ୍ରତିପ କୋଣଦ୍ୱୟ ସମାନ ଥାଏ। ଏବେ ତୁମେ ମାନେ x ର ପରିମାଣ ବାହାର କରିପାରିବ? ନିଜେ ଚେଷ୍ଟା କର। ଏବେ ଦେଖ, ଆମେ ଜାଣିଲେ କୋଣ AOC ଏବଂ କୋଣ DOB এই କୋଣଦ୍ୱୟର ପରିମାଣ ସମାନ। ତେଣୁ ମୁଁ ଲେଖୁଛି କୋଣ DOB ର ପରିମାଣ ସମାନ କୋଣ AOC ର ପରିମାଣ। ଏବେ କୋଣ AOE ଏବଂ କୋଣ EOC এই କୋଣ ଦୁଇଟିକୁ ମିଶାଇଲେ ଆମେ ପାଉଛେ AOC। ତେଣୁ ମୁଁ ଲେଖିପାରିବି DOB କୋଣର ପରିମାଣ ସମାନ କୋଣ AOC ନ ଲେଖି ମୁଁ ଲେଖିବି କୋଣ AOE ର ପରିମାଣ ଯୁକ୍ତ କୋଣ EOC ର ପରିମାଣ। ଏବେ DOB କୋଣର ପରିମାଣ 7x ସମାନ AOE କୋଣର ପରିମାଣ x ଏବଂ EOC କୋଣର ପରିମାଣ 60 ଡିଗ୍ରୀ। ତାପରେ ମୁଁ କ'ଣ କରିପାରିବି? 7x ମାଇନସ୍ x ଟା ଡାହାଣ ପଟରୁ ବାମ ପଟକୁ ନେଇ ଆସିବି। ଡାହାଣ ପଟେ x ଟା ପ୍ଲସ୍ ଥିଲା, ତେଣୁ ବାମ ପଟେ ଫେଡ଼ାଯିବ ସମାନ 60 ଡିଗ୍ରୀ। ତାପରେ 7ଟା x ରୁ ଗୋଟିଏ x ଗଲେ କେତେଟା x ରହିବ? 6ଟା x। ତେଣୁ ମୁଁ ଲେଖିବି 6x ସମାନ 60 ଡିଗ୍ରୀ। ଏବେ x ର ପରିମାଣ କେତେ ହେବ? 6 ଗୁଣା ଯାଇଛି x ରେ, ତେଣୁ ଡାହାଣ ପଟେ ହରାଯିବ। 60ରେ ଆମେ 6 ହରିଦେବା। କେତେ ପାଇଲେ x? 10 ଡିଗ୍ରୀ। ଏବେ ଦେଖ ଆମେ ଠିକ୍ କରିଛେ ନା ଭୁଲ କରିଛେ ଦେଖିବା। AOE କୋଣର ପରିମାଣ ଏବେ କେତେ? 10 ଡିଗ୍ରୀ ଏବଂ DOB କୋଣର ପରିମାଣ ହେବ 7x, ତାମାନେ 7 ଗୁଣନ 10 70 ଡିଗ୍ରୀ। ଏବେ AOC କୋଣ କେତେ ହେବ? 10 ଡିଗ୍ରୀ ଯୁକ୍ତ 60 ଡିଗ୍ରୀ କେତେ ହେବ? 70 ଡିଗ୍ରୀ ଏବଂ DOB ବି 70 ଡିଗ୍ରୀ ଏବଂ କୋଣଦ୍ୱୟ ସମାନ ରହିବେ କାରଣ ପରସ୍ପର ପ୍ରତିପ କୋଣ।